भागवत प्रथम स्कंद त्रयोदशाध्याय श्रीस्तुत उवाच सुत कहन्ति तो समाने सुण सकल मुनिगणे विदुरतीर्थ यात्राश्रमे मिलिले मैत्रेय आश्रमे केते हे दिन तहि रही आत्मर तत्व ज्ञान बही हस्तिना नगर विश्वासे मिलिले धृत राष्ट्र पासे जानिबा पाई तार गति स्वभावी साधु धीरमती विदुर देखि धर्मसूत बंधु आगमे कृत्य कृत्य संगते घिनी चारि भाई पूजिले आसने बसाई दुर्दक्ष धृत राष्ट्रसूत संगते घेनी पुरोहित गांधारी द्रौपदी समेत सुभद्रा उत्तरा सहित आगरे गमुछन्ति कुन्ती अन्य सोदर बंधु ज्ञाति पंडुर जेते बंधु जाने मिलिले हर सबदने प्राण को पाई पिंड जेन्हे पुणी उठाई दिव्य ज्ञाने सकले मिली तार पासे मिलिले जे जाहा विश्वासे अनाई विदुर वदन आनंदे अश्रु जलपूर्ण सकले पूजा विधि करी राजन कर करे धरी विदुर बसाई आसने पासे सुभद्रा बंधु जने तार वदन राजा चाही आनंदे घेनी चारि भाई उच्चे पचारि प्रश्नवाणी कांदिले सर्वलोक शुणी युधिष्ठिर उवाच हेतात कहूत अग्रते आम्भकुशल तोरचिते स्मरण करी तीर्थ भ्रमे वन गहने बहुश्रमे तुम्भ चरणे आश्रय करी सकल कष्ट ही पासोरी विपद दुख जेते सही बने बंचिलु पांच भाई माता सहिते जतु घरे अग्निवाहन महाघोरे विषभक्षण आदि जेते तो आगे कहिबि मुकेते अनेक पापर प्रमादु बंचिलु तुम्हार प्रसादु तु आम्भरे दूर करी भ्रमण कलु वसुंधरी उदासी पृथ्वी लक्षणे एकांते बोलु वने वने किपरि ग्राम यात्रा करी ए पथ श्रम कुसहारी भ्रमिलु अवनी मंडले तीर्थाश्रमे पुण्य फले तोहर प्राय साधु जेते प्रवेश होई सर्वतीर्थे भ्रमी करन्ति पुण्यसार जाहा करन्ते चक्रधर तोर स्वभावे पुण्य देह प्रश्न पचारु तात कह जादव संगे वनमाली सुखे की छन्ति कुशस्थली ताहार भले भल मोर जे हरि शरण सोदर सुखे अछन्ति कि जादवे भूता त पचारु प्रस्तावे एमन्ते राज्य वाक्य शुणी विदुर मने मने गुणी
सुहृद प्राय भय कला ଯାଦବ ଅକ୍ଷୟ ନ କହିଲା ବିଚାରେ କହିବି ମୁଁ ଯେତେ ଜୀବନ ଛାଡ଼ିବେ ପାଣ୍ଡବେ କେମନ୍ତେ ଦେଖିବି ମୁଁ ତାହା ଏତେ ବିଚାରି କଲା ମାୟା ନ କହେ ଯଦୁ ବଂଶନାଶ ନିଘ୍ରାତେ ଛାଡ଼ିଲା ନିଶ୍ୱାସ ঊর্ধ্ববদনে ସେ ବିଦୁର କପଟେ କହଇ ମଧୁର ସର୍ବକୁଶଳ ତୋ ପ୍ରସାଦେ କୃଷ୍ଣ ଅଛନ୍ତି ଅପ୍ରମାଦେ ଏମନ୍ତେ ରାଜା ଆଗେ କହି କେତେ ହିଁ ଦିନ ପୁରେ ରହି ନିତ୍ୟ ଆନନ୍ଦେ ଧର୍ମରାଜା ବିଦୁର ସ୍ନେହେ କରି ପୂଜା ରାତ୍ର ଦିବସ ତାର ସଙ୍ଗେ ଧର୍ମନନ୍ଦନ ମନର ରଙ୍ଗେ ଅଶେଷ ତୀର୍ଥଙ୍କ ମହିମା କିବା କହିବା ଗୁଣ ସୀମା ସର୍ବ କହିଲା ତୋ ସମନେ ଏବେ ହୋ ଶୁଣ ବିପ୍ରଜନେ ଆଜନ୍ମ ତହୁଁ ସାପ ପାଇ ବିଦୁର ଶୂଦ୍ରେ ଜାତ ହୋଇ ସତେ ବରଷ ଶୂଦ୍ର ଦେହେ ବଞ୍ଚିଲା ବିଷ୍ଣୁ ମାୟା ମୋହେ ଏ ଯେ ପାଣ୍ଡବ ପାଞ୍ଚ ଭାଇ ରିପୁ ସଂହାରି ରାଜା ହୋଇ ପୁତ୍ର ପୌତ୍ର ଜନ ଦେଖି ନିର୍ମଳ ଦୁର୍ଗମ ଉପେକ୍ଷି ଗୃହ କରଣେ ଚିତ ଜଡ଼ି ବିଷ୍ଣୁର ମାୟା ମୋହେ ପଡ଼ି ରାଜ୍ୟ କରନ୍ତି ଧର୍ମସୂତେ ମିଳିଲା କାଳ ବିପରୀତେ କେହି ନ ଜାଣେ ତାର ଗତି ସ୍ୱଭାବେ ଅବ୍ୟକ୍ତ ଈଶ୍ୱର ଧୂମ ପୂରିଲା ଦଶ ଦିଶେ ବିଦୁର ଦେଖି ମହାତ୍ରାସେ ବସିଲା ଧୃତ ରାଷ୍ଟ୍ର ତୁଲେଇ ଆଶ୍ୱାସୀ କହେ ମନ ଭୋଳେ ହେ ଭ୍ରାତା ଶୁଣ ମୋ ଉତ୍ତର କାଳ ମିଳିଲା ଭୟଙ୍କର ଏହାର ପ୍ରତିକାର ନାହିଁ ଅବ୍ୟକ୍ତ ରୂପର ଦିଶଇ ଦ୍ୱାପର ଯୁଗ ନଷ୍ଟ ଗଲା ଏ କଳି କାଳ ପ୍ରକାଶିଲା ଆମ୍ଭର ପ୍ରାଣ ଏ ହରିବ ଏହାକୁ କେବାନି ପାରିବ ଧନ ସମ୍ପଦ ମହିତଳେ ସଂହାର କରିବ ଏ ବଳେ ଦେବ ଦାନବ ମହାବଳ ବୃଦ୍ଧ ପ୍ରତାପୀ ଯୁବକାଳ ଯାହାର ଦରଶନ ମାତ୍ରେ କଦଳୀ ଜେହ୍ନେ ଘୋର ବାତେ ଭୟ କମ୍ପତି ଥରହର କାତରେ ନେତୃ ବହେ ନର ଅନିତ୍ୟ ଏ ମନୁଷ୍ୟ ଦେହି ସାର ଇହାର କିଛି ନାହିଁ ଏ ଦେହି ବିମୁକ୍ତ ବନ୍ଧନ ତାହାଙ୍କୁ କହି ମହାଜନ ଦେଖ ତୋହର କର୍ମ ଫଳେ ନାଶ ପୁତ୍ର ଭ୍ରାତା ସକଳେ ଦୟା ତାହାର ଦୂରେ ଗଲା ମରଣ ନିକଟ ହୋଇଲା ଅତି ଦୁଃଖିତ ବୃଦ୍ଧ ଦେହେ ତୋର ନିବାସ ପରଗୃହେ ଦିଶନ୍ତି ଦନ୍ତ ତୋ ଅଧର କର୍ଣ୍ଣେ ନ ଶୁଭଇବ ଧୀର ଅନ୍ତରେ ଅଗ୍ନି ମନ୍ଦ ହୋଇ ଅନ୍ନ ଭୋଜନ ନ ରୁଚାଇ କେ ତାକୁ ରଖିବ ଆୟତେ ପ୍ରାଣୀ ଜୀବିତ ଆତ୍ମଗତେ ଏ ଯେ ଭୀମର ଗଦାଘାତେ ସମର ମଲେ ତୋର ସୂତେ ତୋର ଚିତ ପିଣ୍ଡ ଆଶା ଶ୍ୱାନର ପ୍ରାୟ ତୋ ଭରସା କୁମନ୍ତ୍ରୀ ଜନ ତୁଲେ ଭାଳି
ତୋରକୁ ମରେ କଲେ କଳି ପଣ୍ଡୁର ପାଞ୍ଚ ପୁତ୍ର ମାରି ସୁଖେ ଭୁଞ୍ଜିବା ରାଜ୍ୟ ସିରି ଦୁଷ୍ଟଙ୍କ ତୁଲେ ବିଚାରିଲେ ଭୀମକୁ ବିଷ ଲଡୁ ଦେଲେ ସେ ଭୀମ କେବେ ହୀନ ମଲା ତାହାକୁ ଗୋବିନ୍ଦ ରଖିଲା ଯଉର ଘରେ ଅଗ୍ନି ଦେଲେ ସେବେଳେ ପାଣ୍ଡବେ ରଖିଲେ ପୁଣି କପଟ ପାଶ କରି ଧନ ସମ୍ପଦ ପହରି ଦ୍ରୌପଦୀ କେଶ ଧରି ବଳି ଦୁଷ୍ଟଙ୍କ ତୁଲେ ବିଚାରିଲେ ବିବସ୍ତ୍ର କଲେ ସଭା ତଳେ ଗୋବିନ୍ଦ କୋଟି ବସ୍ତ୍ର ଦେଲେ ଏ ଆଦି ଯେତେ କର୍ମ କଲେ ତୁ ତାହା ଜାଣିଅଛୁ ଭଲେ ସେ କି ତାହାଙ୍କ ଚିତୁ ଜୀବ ମନୁଷ୍ୟ ଜନ୍ମର ସ୍ୱଭାବ ତାହାଙ୍କ ତହୁଁ ପିଣ୍ଡ ଖାଇ ସେବକ ପ୍ରାୟ ଦ୍ୱାରେ ଯାଇ ତୋର ବୟସ ଆଉ ନାହିଁ ଅତି ପତିତ ଦୁଷ୍ଟ ହୋଇ ଦିନକୁ ଦିନ ତନୁ କ୍ଷୀଣ ଯେସନେ ପୁରୁଣା ବସନ ଏ ଦେହ ବିମୁକ୍ତ ଯେ ମନ ସେ ପ୍ରାଣୀ ବିମୁକ୍ତି ବନ୍ଧନ ଅନିତ୍ୟ ନର କଳେବର ଭିତରେ କିଛି ନାହିଁ ସାର ଏହା ବିଚାରି ଯୋଗ ବଳେ ହରିଙ୍କ ଭକ୍ତ ସଙ୍ଗ ମେଳେ ନିର୍ମଳ ହୋଇ ବନାଶ୍ରମ ସେ ପ୍ରାଣୀ ହରସ ଉତ୍ତମ ତୁ ବୁଦ୍ଧ ଜନଙ୍କ ଉତ୍ତମ ଏବେ ତୁ ଛାଡ଼ ମତି ଭ୍ରମ ଉତ୍ତମ ପଥେ ଚଳ ବେଗେ ପତ୍ନୀ ସମେତ ଘିନି ସଙ୍ଗେ ସେହି ଯେ ଦାସୀ ପଣେ ବନେ ତୋତେ ସେ ବିବନୁକ୍ଷଣେ ଦେଖ ଏ କାଳ ଭୟଙ୍କର ସତ୍ୟ ହରିବ ପ୍ରାଣୀଙ୍କର ଏ ମନ୍ଦ ବିଦୁରର ବାଣୀ ଗାନ୍ଧାରୀ ଧୃତ ରାଷ୍ଟ୍ର ଶୁଣି ତକ୍ଷଣେ ମୋହ ଜଡ଼ ଛାଡ଼ି ବନଗମନେ ଚିତ୍ତ ବଢ଼ି ବିଷ୍ଣୁର ମାୟା କରି ଦୂର ନଗରୁ ହୋଇଲା ବାହାର ମନ ଆନନ୍ଦେ ତିନି ଜଣ ଗମିଲେ ହିମାଚଳ ବନ ଏବେ ହୋ ଶୁଣ ବିପ୍ରବର ଧର୍ମନନ୍ଦନ ନିଜ ପୁର ସ୍ୱଭାବେ ନିତ୍ୟ କର୍ମ ସାରି ଅଗ୍ନି ପୂଜନ ଦାନ କରି ଗୁରୁ ପୂଜନ ସେବାର୍ଥେ ଗୃହେ ମିଳିଲେ କୃତକୃତେ ଗୁରୁ ଭବନେ ଯାଇ ମିଳି ହସ୍ତେ ଘେନିଲେ ଅର୍ଘ୍ୟ ଥାଳି ତକ୍ଷଣେ ଦେଖି ଶୂନ୍ୟ ଘର କାତର ମନେ ନୃପର ପୁଛନ୍ତି ଜଣେ ଜଣେ ଚାହିଁ ମୋ ଗୁରୁଜନ ଗଲେ କାହିଁ କେହି ନ ଶୁଣନ୍ତି ବଚନ ଭୟେ ଚାହାନ୍ତି ଛନ ଛନ ପୁଣି କହନ୍ତି ଜନେ ଚାହିଁ ତାତ ଜନନୀ ଗଲେ କାହିଁ ବିଦୁର ନାହିଁ ମୋର ପାଶେ ମୋ ତାତ ଜନନୀ ନଦୀ ସେ ଲୋଚନେ ନଦୀ ସଇ ପଥ କିଏ ବିଧାତା ବିପରୀତ ପୁତ୍ରଙ୍କ ମରଣେ ଦୁଃଖିତ କେ ବନ ଦେଶ କେ ବା ପଥ ନ ପୁଣ ପୁତ୍ର ଶୋକ ଭୋଳେ ପ୍ରାଣ ଛାଡ଼ିବେ ଗଙ୍ଗା ଜଳେ ମୋର ଜନନୀ ତାତ କାହିଁ ଗଲେ ମୋ ଅସହ୍ୟ କି ପାଇଁ ଦୁଃଖ ସାଗରରେ ନିମଜ୍ଜିଲେ ମୋର ଦୃଷ୍ଟିତ କର୍ମ ଫଳେ ଏମନ୍ତେ ଧର୍ମ ସୁତବାଣୀ ସାରଥି କହେ ତାହା ଶୁଣି ଶ୍ରୀସୁତ ଉବାଚ
ଶୁଣ ହେ ନୃପ ଚୂଡ଼ାମଣି ତୋହର ପିୟର ଜନନୀ ରଜନୀ କାଳେ ଗଲେ କାହିଁ ସର୍ବଥା ନ ଜାଣଇ ମୁହିଁ ମୋର ଜୀବନ ଦୁଃଖ ଭରି ବୁଡ଼ିଲା ଦୁର୍ଗମ ସାଗରୀ ଏମନ୍ତେ କହି ମନ ଖେଦ ଗଗନେ ଶୁଣି ବୀଣା ବାଦ୍ୟ ପୁଣି ଚାହିଁଲେ ଅନ୍ତରୀକ୍ଷେ ନାରଦ ମିଳିଲେ ପ୍ରତ୍ୟକ୍ଷେ ତୁମ୍ଭରୁ ଅଛି ତାଙ୍କ ସଙ୍ଗେ ବୀଣା ବିନୋଦ ନାନା ରଙ୍ଗେ ନାରଦ ହରି ଗୁଣ ଗାଇ ପୁଲକ ରୋମ ପନ୍ତି ଦେହି ଆନନ୍ଦେ ଅଶ୍ରୁ ଜଳ ସ୍ଫୁରେ ମିଳିଲେ ରାଜାର ନଗରେ ଦେଖି ସଭମେ ନୃପମଣି ଆସନ ଜଳ ବେଗେ ଆଣି ମୁନିଙ୍କୁ ଆସନେ ବସାଇ ବେନି ଚରଣେ କର ଧୋଇ ଚରଣେ ପୂଜି ବିଧି ମତେ କହନ୍ତି ନାରଦ ଗ୍ରତେ ଭୋ ବ୍ରହ୍ମା ସୁତ ଶୁଣ ତୁମ୍ଭେ ଯାହା ପୁଛଇ କହ ଏବେ ଶ୍ରୀକୃଷ୍ଣ କହ ତୁମ୍ଭେ ଭଲେ ମୋ तात ମାତ କେଣେ ଗଲେ ମୋହର କର୍ମ ଦୁଃଖ ଶୁଣ ଭୋମୁନି ତୁମ୍ଭେ ଭଲେ ଜାଣ ଗଭୀର ଜଳେ ନାବ ଥୋଇ ନାବିକ ଯେ ସନେ ପଳାଇ ତେମନ୍ତ କରି ଗଲେ ମୋତେ ଅଧିକ କହିବି ମୁଁ କେତେ ଚକ୍ଷୁବିହୀନେ ଘୋର ବନେ ଜୀବନ ଧରିବେ କେଶନେ ଯୁଧିଷ୍ଠିରଙ୍କ ଏ ବଚନେ ମୁନି କହନ୍ତି ଅବଧାନେ ନାରଦ ଉବାଚ ଭୋ ନୃପ ଶୋକ ତୁ ନ କର ଈଶ୍ୱର ମାୟା ଏ ସଂସାର ପ୍ରାଣୀ ଭିଆଣ ମାୟା ଯୋଗେ ଖେଳଇ ସଂଯୋଗେ ବିଯୋଗେ ଗୋରୁ ନାସିକା ଯେନେ ବିନ୍ଧି ଆକର୍ଷି ଚର୍ମର ଯୁବାନ୍ଧି ସେ ଯେହ୍ନେ ପ୍ରାଣୀ ଭାର ବହେ ଅନ୍ତରେ ଖେଦ ଦୁଃଖ ସହେ ସେ ଦାନ ପଡ଼ଇ ଯେ ମନ୍ତେ କନ୍ଦୁକ ଚକ୍ରେ ସେହି ମତେ ସଂସାର ଈଶ୍ୱରର ଇଚ୍ଛା ଏ ଭାବ ପଥେ ଗୁରୁ ଦୀକ୍ଷା ତୁ ରାଜା ତୋତେ ହିଁ ନ ଜାଣୁ ସଂସାର ସତ୍ୟ ପ୍ରାୟ ମଣୁ ସତ୍ୟ କି ମିଥ୍ୟା ବେନି ପଥେ ନିଶ୍ଚୟ ନ କର ତୁହି ଚିତେ ଅଜ୍ଞାନ ମୋହ ଜଡ଼ ଚିତେ ଏ ଦାନ ଶୌଚ ଦୃଢ଼ବତେ ତୁଜେ ପଚାରୁ ସ୍ନେହ ଭାବେ ଅରଣ୍ୟେ କେମନ୍ତେ ବଞ୍ଚିବେ ଏ ଦେହ ପଞ୍ଚଭୂତେ ପଡ଼ି ଅବିଦ୍ୟା କାମ କାର୍ଯ୍ୟେ ଜଡ଼ି ସଂସାର ଦେହ ନୀତି ଦୁଃଖୀ ଏ କାହିଁ ତୋର ପ୍ରାଣ ରଖି ଉରଗ ଗିଳିଛି ଯାହାକୁ ସେ କାହିଁ ରଖିବ ଆନକୁ ଦେଖ ପ୍ରତୀକ୍ଷ ନୃପବର ବିଷ୍ଣୁର ମାୟା ଖେଳ ଘର ଯା ମାୟା ନ ଜାଣି ଈଶ୍ୱର କେ ତାହା କରିବ ଗୋଚର ଏ ମାୟା ପରିତ୍ରାଣ କାହିଁ ସଂସାରେ ନର ଦେହ ବହି ବଡ଼ଙ୍କ ଗତି ଦେଖି ସାନେ ସେ ନାସେ କ୍ରିୟା ଆନେ ଆନେ ଏ ଜୀବ ଜୀବଙ୍କ ଆହାର କେବଳ ଅଟେ ନିର୍ବିକାର ଭାବ ଶେଷ ଭାବେ ପୁରୀ ଏକଇ ଆତ୍ମା ନର ହରି ସେ ମାୟା କରି ପାରେ ଦୂର ଯେ ନିତ୍ୟ ପ୍ରଭୁ ଚକ୍ରଧର ସେ ହରି ନିତ୍ୟ ବିଶ୍ୱରୂପେ
नर शरीरे मोहकल्पे भारानी बारे धनुधारी दुर्जन समूह संहारे निज जन को रक्षा करे इमन्ते संसारे विहरे देह को रक्षा करी तो से एबे वर्तई अवशेषे जावत थिव चक्रधर तावत तुम्भ अधिकार एबे हो शुण सामरथा से विष्णु पुराण व्यवस्था विदुर धृतराष्ट्रवेणी संगते पतिव्रता घेनी हिमवंतर से दक्षिणे ऋषि आश्रमे घोरवने शर्धनी नामे सुर नदी भरत खंडे जे प्रसिद्धि से जले नित्य करी स्नान अनेक करी होमदान केवल मात्र जल भक्षी शरीरे जीव आत्म रखी पवने निश्वासे धारणे कठोर तप आचरणे दृढ आसने बसी धीरे इंद्रिय रुन्धीण शरीरे सर्वविषये रसतेजी हरिचरणे भावे भजी मन छाड़ई तिनी गुणे संपादी गोविंद चरणे विज्ञान आत्मज्ञान भरी जीव परम एक करी प्रवेश करी अंग धरे निबारी जेने घटकारे प्राणस्तापिब परवेशे जे अबार हे अवशेषे निर्गुण माया नाशकारी हेले तरई भवबारी सर्वविषय जोग बले निबारी आशय निश्चले निश्चले सर्व प्राय लेखी किय बा अन्य विघ्न अछि आज हूँ 5 दिन अन्ते प्राण छाड़िबे जोग मते तपन तेजे ग्रीष्म काले पवन जोगे दावानले दहन होइबे शरीरे पत्नी जे थिव अभ्यन्तरे तक्षणे स्वामी धरी कोले भस्म जे होइबे अनले ता देखि विदुर शरीर भये कम्पिब थरहर हृदय सुमरी नरहरि बेगे से बनु अपसरी तीर्थ से बने अवधान कहिले सुन हे राजन एमंत राजागे कही तुम्भरु संगे वीणाबाई आकाश मार्गे गले मुनि धर्मनंदन ताहा शुणी तत्ववचन हृदय गुणी विष्णुर माया परिमाणी सर्व संशय दूर करी राज्य पालने चित्त भरी कहई विप्र जगन्नाथ सुजनी चिंता कृष्ण पथ इति श्रीमद्भागवते महापुराणे परमहंस्या संहितायां वैयासिक्या प्रथमस्कन्धे नारद युधिष्ठिर संवादे नाम त्रयोदशाध्याय सम्पूर्णम्।